ମାଳ ମାଳ ମୋବାଇଲ ତା ସହିତ ମୋବାଇଲ ବ୍ୟାଟେରୀ ଏବଂ ଗାଡ଼ିର ଡୁପ୍ଲିକେଟ ନମ୍ବର ପ୍ଲେଟ୍ କିଛି ଟଙ୍କା ଏବଂ ଯାହା ଦେଖୁଛନ୍ତି କିଛି ସୁନା ଅଳଙ୍କାର ଏବଂ ଏହା କୁହାଯାଉଛି ଏସବୁ ନକଲି ସୁନା ଅଳଙ୍କାର। ଏସବୁ ଦେଖିଲା ପରେ ଆପଣଙ୍କ ମନରେ ଗୋଟେ ଭ୍ରମ ସୃଷ୍ଟି ହେଉଥିବ ଯେ ଇଏ କୌଣସି ଗୋଟେ ବଜାର କିମ୍ବା ଯୋଉ ଶସ୍ତା ବଜାର କୁହାଯାଉଛି ଶସ୍ତା ବଜାରର ଦୃଶ୍ୟ, କିନ୍ତୁ ତାହା ଠିକ ନୁହେଁ। ମୁଁ ବର୍ତ୍ତମାନ ରହିଛି ଭଞ୍ଜନଗର ଥାନା ପରିସରରେ, ଆଉ ଇଏ ହଉଛି ଭଞ୍ଜନଗର ଥାନା ପରିସରର ଦୃଶ୍ୟ, ଯାହାକି ହଜାର ସଂଖ୍ୟକ ଛୋଟ ମୋବାଇଲ ଠାରୁ ଆରମ୍ଭ କରି ବଡ଼ ଆଣ୍ଡ୍ରଏଡ ମୋବାଇଲ ଏବଂ ଟଙ୍କା, ଗାଡ଼ିର ନମ୍ବର ପ୍ଲେଟ୍ ଏବଂ ନକଲି ସୁନା ଅଳଙ୍କାର ଏସବୁ ଏବଂ କିଛି ବାଇକ୍ ମଧ୍ୟ ରହିଛି। ଏସବୁ ପ୍ରକୃତରେ କଣ, କାହିଁକି ଏସବୁ ଥାନା ଆଗରେ ଜମା ହେଇଛି ସେ ସଂକ୍ରାନ୍ତ ଆମେ ପ୍ରତିକ୍ରିୟା ନେବା। ଆମ ସହିତ ଅଛନ୍ତି ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ସାର୍ ଅଛନ୍ତି, ସାର୍ଙ୍କର ଆମେ ପ୍ରତିକ୍ରିୟା ନେବା। ସାର୍ କଣ ପ୍ରତିକ୍ରିୟା ରଖିବେ ଏ ଯୋଉ ଥାନା ପରିସରରେ ଏସବୁ ଯୋଉ ମୋବାଇଲ ସବୁ ଯୋଉ ଏକାଠି ହେଇଛି ତାର ପ୍ରକୃତ ରହସ୍ୟ କଣ ସାର୍? ଏଥିରେ ଏସ୍ପି ଗଞ୍ଜାମଙ୍କର ନିର୍ଦ୍ଦେଶ ଥିଲା ଯେ ଚୋର ଏବଂ ଠଗ ଉପରେ ସତର୍କ ସୂଚନା ରଖିବା ପାଇଁ, ମାନେ ନଜର ରଖିବା ପାଇଁ। ଏଇ ଫଳରେ ଆମର ଆଇଆଇସି ଭଞ୍ଜନଗର ଗତକାଲି ଏକ ଟିମ୍ ପଠାଇଥିଲେ, ପାଟ୍ରୋଲିଂ ଟିମ୍ ପଠାଇଥିଲେ ଏବଂ ସେ ପାଟ୍ରୋଲିଂ ଟିମ୍ ଯେତେ ପାଟ୍ରୋଲିଂ କରୁଥିବା ସମୟରେ ଖବର ପାଇଲେ ଯେ ଗୋଟେ 20 ଜଣ ସନ୍ଦିଗ୍ଧ ଅପରାଧୀ ଗୋଟେ ଜାଗାରେ ରହିଛନ୍ତି ଏବଂ ରହିକି ସେମାନେ ପ୍ରାୟ କିଛି ଚୋରି ଜିନିଷ ତାଙ୍କ ପାଖରେ ରହିଛି ଏବଂ ସେ ଖବର ପାଇଲା ପରେ ସେ ମାନେ ରିକ୍ୱେସନ ଦେଇଥିଲେ ଏବଂ ଜଣାଇଥିଲେ ସେ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ପାଇଁ ଜଣାଇଥିଲେ ଏବଂ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ସମୟରେ ସେମାନେ ଯୋଉଠି ରହିଥିଲେ ତାଙ୍କୁ ଜବତ ଘର ତଲାସି ନିଆଯାଇଥିଲା ଏବଂ ତଲାସି ନେବାରେ ଜଣାପଡ଼ିଥିଲା ଯେ ପ୍ରାୟ 1000ରୁ ଉର୍ଦ୍ଧ୍ୱ ମୋବାଇଲ, ଆଣ୍ଡ୍ରଏଡ୍ ମୋବାଇଲ ଏବଂ 5 ଗୋଟି ପ୍ଲେନ୍ ଟ୍ୟାବଲେଟ୍ ତଥା 11 ଗୋଟି ମୋଟରସାଇକେଲ ଯୋଉଟାକି ଫେକ୍ ନମ୍ବର ମୋଟରସାଇକେଲ ଏବଂ କିଛି ଟଙ୍କା 9ରୁ 10,000 ଟଙ୍କା ବି ରହିଛି ଏବଂ ପ୍ରାୟ 1600ଟି ମୋବାଇଲ, 1200ରୁ ଉର୍ଦ୍ଧ୍ୱ ବ୍ୟାଟେରୀ ଏବଂ ଆଉ କିଛି ଅଳଙ୍କାର, ସେ ଅଳଙ୍କାର କିଛି ଫେକ୍ ରୋଲ ଗୁଡ ଅଳଙ୍କାର ଜଣା ହଉଛି, କିଛି ଅଳଙ୍କାର ବି ରହୁଛି ଏବଂ ଏମିତି ଭାବରେ ମଦରବୁଡ ବି କିଛି ରହିଛି, ଯୋଉଥିପାଇଁ ଯୋଉଟା ଜଣା ପଡୁଛି ଆଇଦର ଏଟା ଚୋରି ଜିନିଷ କିମ୍ବା ସେମାନେ ଚୋରି ରିସିଭ କରୁଛନ୍ତି ଏବଂ ଏଇ ସବୁ ଜିନିଷ ଯେ ୟୁଜ କରୁଛନ୍ତି ତାଙ୍କର ଆଇଡେଣ୍ଟିଟାକୁ ସେମାନେ ଲୁଚେଇ ରହୁଛନ୍ତି, ଫେକ୍ ନମ୍ବର ପ୍ଲେଟ୍ ଲଗେଇକି ଗାଡିରେ ବୁଲୁଛନ୍ତି ଏବଂ ତାଙ୍କର ଆଇଡେଣ୍ଟି ଜଣା ପଡିବନି। ଏମିତି ଭାବରେ ଲୋକଙ୍କୁ ଠକୁଛନ୍ତି, ଚୋରି ଜିନିଷ କିମ୍ବା ଚୋରି ଜିନିଷ ରିସିଭ କରୁଛନ୍ତି, ଲୋକଙ୍କୁ ଠକୁଛନ୍ତି ଏବଂ ଲୋକଙ୍କୁ ବି ଚିଟ୍ କରୁଛନ୍ତି। ଯୋଉଥିପାଇଁ ଗୋଟେ କେସ୍ ରୁଜୁ ହେଇଛି ଏବଂ ଏଇ କେସରେ 20 ଜଣ ସନ୍ଦିଗ୍ଧ ଅପରାଧୀଙ୍କୁ ଗିରଫ କରାଯାଇଛି ଏବଂ ଯିଏ ନମ୍ବର ପ୍ଲେଟ୍ ୟୁଜ କରୁଥିଲେ, ଯୋଉ ଫେକ୍ ନମ୍ବର ତିଆରି କରୁଥିଲେ ତାଙ୍କୁ ବି ମଧ୍ୟ ଗିରଫ କରାଯାଇଛି। ସାର୍ ଯୋଉମାନେ ଗିରଫ ହୋଇଛନ୍ତି କେତେ ଜଣ ଗିରଫ ହୋଇଛନ୍ତି ଏବଂ ସେମାନେ କୋଉଠିକାର ସବୁ ଲୋକ? ତାଙ୍କର ଆଇଡେଣ୍ଟିଟି ଜଣା ପଡିଲା ଯେ ସେମାନେ ପ୍ରାୟ ଏଇ ୱେଷ୍ଟବେଙ୍ଗଲ ମୁର୍ସିଦାବାଦ ଏରିଆରେ ଅଛନ୍ତି ବୋଲି ଏବଂ ତାଙ୍କର 20 ଜଣଙ୍କୁ ଗିରଫ କରାଯାଇଛି ଏବଂ ଆଉ ଜଣେ ଲୋକାଲ ଯିଏକି ନମ୍ବର ପ୍ଲେଟ୍ ତିଆରି କରୁଥିଲେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନେ ସାର୍ କେତେ ବର୍ଷ ଧରି ଏସବୁ ଯୋଉ କାରବାର କରୁଛନ୍ତି ଏସବୁ କରୁଥିଲେ ସାର୍? ଏ ତଦନ୍ତ ଚାଲିଛି, ତଦନ୍ତ ଗୋଟେ ସ୍ପେଶାଲ ଟିମ୍ ତାଙ୍କର ଲୋକାଲ ଏରିଆକୁ ଯାଇ ତଦନ୍ତ ହେବ ଏବଂ ତଦନ୍ତରେ ଜଣା ପଡିବ କେମିତି କଣ ରହିଛି। ସାର୍ ଯେହେତୁ ଏମାନେ ଯୋଉ ଯେମିତି କହୁଛନ୍ତି ଏମାନେ ବାହାର ରାଜ୍ୟର ଆସିକି ଏମାନେ ରହିଛନ୍ତି ଏବଂ ବିଭିନ୍ନ ସମୟରେ କୌଣସି ଉପାୟରେ ଚୋରି ମୋବାଇଲଠୁ ଆରମ୍ଭ କରି କୌଣସି ପ୍ରକାର ମୋବାଇଲ ଗୁଡ଼ିକ ସେମାନେ ରଖିଛନ୍ତି। ଏମାନେ ସାର୍ ପ୍ରକୃତରେ ଏଗୁଡ଼ିକ ବିକ୍ରି କରିବା ଉଦ୍ଦେଶ୍ୟରେ ରଖିଥିଲେ ନା ଅନ୍ୟ କୌଣସି ଏମାନଙ୍କର କିଛି ଆଉ କିଛି ଉଦ୍ଦେଶ୍ୟ କଣ ରହିଥିଲା ନା କଣ? ସେ ଭିତରେ ତଦନ୍ତ ଚାଲିଛି, କାହିଁକିନା କିଛି ମଦର ବୋର୍ଡ ବି ଅଛି ଏବଂ କିଛି କିଛି ଡାଟା ସହିତ କୋଉଠି କଣ ଦଉଥିବେ କି ତା ଭିତରେ ତଦନ୍ତ ଚାଲିଛି ଏବଂ ଏଥିରୁ ଜଣାପଡୁଛି ନିଶ୍ଚିତ ଏଟା ଚୋରି ଜିନିଷ, କି ଚୋରି ଜିନିଷ ରିସିଭ କରୁଛନ୍ତି, ଏତେ ଗୁଡାଏ ମୋବାଇଲ, ଏତେ ଗୁଡାଏ ଅଳଙ୍କାର ରହିଛି ଏବଂ ନମ୍ବର ପ୍ଲେଟ୍ ରହିଛି ଯୋଉଟା କି ସେମାନେ ୟୁଜ କରୁଛନ୍ତି ଫେକ୍ ନମ୍ବର ପ୍ଲେଟ୍ ଏବଂ ଯୋଉ କି ଆଇଡେଣ୍ଟି ତାଙ୍କୁ ଦଉନାହାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ତାଙ୍କର ଆଇଦର ଚୋର ଗ୍ୟାଙ୍ଗ କିମ୍ବା ଚୋରି ଜିନିଷ ରିସିଭ କରୁଛନ୍ତି ଏବଂ ଚିଟ୍ କରୁଛନ୍ତି। ସାର୍ 1000ରୁ ଉର୍ଦ୍ଧ୍ୱ ମୋବାଇଲ ଏବଂ ବ୍ୟାଟେରୀ ଏସବୁ ଏବଂ 11ଟି ବାଇକ୍ ଯେତେବେଳେ ଜବତ ହେଇଛି, ଇଏ ଗୋଟେ ଭଞ୍ଜନଗର ପୋଲିସ ପାଇଁ, ଗୋଟେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୋଲିସ ପାଇଁ ଗୋଟେ ବଡ ସଫଳତା ମଧ୍ୟ ନିଶ୍ଚୟ ବୋଲି କୁହାଯାଇ ପାରିବ। ଆମେ ସାର୍ ଦେଖିଛେ ଗତ ଦିନରେ ଭଞ୍ଜନଗର ପୋଲିସ ଗୋଟେ ମୋବାଇଲ ମେଳା ଆୟୋଜନ କରିଥିଲା, ସେମିତି ତାର ପ୍ରତିଫଳ ସ୍ୱରୂପ ଏ ଯୋଉ ଏତେ ବଡ ଯୋଉ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ଭଞ୍ଜନଗର ପୋଲିସ ସଫଳତା ହେଇଛି। ସାର୍ କଣ କହିବେ ଯୋଉ ସାଧାରଣ ଲୋକ କିମ୍ବା ଯୋଉମାନେ ଚୋର ଏ ବୃତ୍ତିରେ ନିୟୋଜିତ ରହୁଛନ୍ତି ତାକୁ ଆପଣ ପୋଲିସ ତରଫରୁ କଣ ସତର୍କ କରାଇବେ? ନିଶ୍ଚିତ ଏଟା ଭଞ୍ଜନଗର ପୋଲିସକୁ ସଫଳତା, କାହିଁକିନା ତାଙ୍କର ଯୋଉ ଟିମ୍ ନିଶ୍ଚିତ ବହୁତ ପରିଶ୍ରମ କରିଛନ୍ତି, ପରିଶ୍ରମ ଫଳ ନିଶ୍ଚିତ ଜଣାପଡୁଛି, ପରିଶ୍ରମ ଫଳ ନିଶ୍ଚିତ ମିଠା ଜଣାପଡୁଛି ଏବଂ ତାଙ୍କୁ ଏତିକି କହିବି ଯେ ଏଇ ଯୋଉମାନେ ରହୁଛନ୍ତି ବାହାର ଅଞ୍ଚଳ ଆସି ରହୁଛନ୍ତି ତାଙ୍କୁ ଭଞ୍ଜନଗରବାସୀଙ୍କୁ ମୁଁ ଏତିକି ମେସେଜ ଦେବି, ଅନୁରୋଧ ବି କରିବି ଯେ ବାହାର ଯିଏ ଆସି ରହୁଛନ୍ତି ତାଙ୍କର ଆଇଡେଣ୍ଟିଟି ପ୍ରପର ଆଇଡେଣ୍ଟିଟି ନିଅନ୍ତୁ ଏବଂ ତାଙ୍କର ଆଇଡେଣ୍ଟିଟି ସହିତ ଏବଂ
प्रमाणपत्र सहित थाना उपस्थापन कर जी जार रक्षा रखु क्या जमाप ना केत कौन बड़ धरण अपराध हो जापर निश्चित भाव आप शुणुले ये थिला अतिरिक्त एसपी रंजन कुमार दे सार प्रतिक्रिया जहाँकि लोक सतर्क कराया जो मैंने अभियुक्त जो मैंने ए घटनार संपृक्त रोचे चेतावनी देते जे एभली कार्यकलाप से दूरे रुहतु और जनसाधारण एप्रति सतर्क रुहतु गत दिन आप देखिए भंजनगर पुलिस पक्ष गोटे मोबाइल मेला आयोजन होता ठीक सेमती एत धरण हजार ऊर्ध्व संख्यक जो चोरी मोबाइल उद्धार करने और अभियुक्त मान गिरफ्त करवा ये गोटे भंजनगर पुलिस कौटी ना कौटी बड़ सफलता आनी निश्चित भाव में भंजनगर पुलिस को ए बाबद में साधारण लोक आरंभ कर जो बुद्धिजीवी मैंने रही धन्यवाद जनाऊँ भंजनगर थाना परिसर रत्नाकर साहू।